ପିଲାମାନେ ହ୍ୱାଇଟ୍ ବୋର୍ଡ଼କୁ ଯାଅ। ଆଜି ଆମେ ତୁମ ଜ୍ୟାମିତି ବହିର ପରିମିତି 5A ସମାଧାନର 6 ନମ୍ବର ପେଜ୍ 75 ପେଜ୍ର 6 ନମ୍ବରଟା କରିବା। କୋଶ୍ଚିନ୍ ଦେଇଛି 20 ମିଟର ଗୋଟିଏ ତାଳ ଗଛ ଝଡ଼ରେ ନଇଁ ପଡ଼ିବାରୁ ତାର ଅଗ୍ରଭାଗ ସେହି ଗଛର ମୂଳଠାରୁ 12 ମିଟର ଦୂରରେ ଅବସ୍ଥିତ ଏକ ସ୍ତମ୍ଭର ଅଗ୍ରଭାଗକୁ ସ୍ପର୍ଶ କଲା। ସ୍ତମ୍ଭଟିର ଉଚ୍ଚତା ନିର୍ଣ୍ଣୟ କର। ଦେଖ ଚିତ୍ରକୁ ଟିକେ ଚାହଁ। এইটা হচ্ছে গোটে তাଳ ଗଛ। ଏଠି ତାଳ ଗଛ 20 ମିଟର। ଏଠି ଗୋଟେ ସ୍ତମ୍ଭ ଅଛି ବିସି। ଇ ପବନ ଝଡ଼ ବତାସ ହେବାରୁ ପବନ ବହିଲା, ତାଳ ଗଛଟା ଯାଇକି ନଇଁଗଲା, ଏଠି ଲାଗିଲା ସ୍ତମ୍ଭର ଶୀର୍ଷ ଭାଗରେ। ଏଇଟା ହେଉଛି ତାଳ ଗଛ। ତାହେଲେ ଏଠି ଯାହା ଏସି ସେଇଆ। ଇଏ 20 ମିଟର, ଏ ବି 20 ମିଟର। କେତେ ଦୂରରେ ସ୍ତମ୍ଭଠାରୁ କେତେ ଦୂରରେ ଗଛର ମୂଳଠାରୁ 12 ମିଟର ଦୂରରେ ଗୋଟେ ସ୍ତମ୍ଭ ଥିଲା। ତାହେଲେ ଏଠୁ ତ ଦୂରତା ହେଉଛି 12 ମିଟର। ଏଇଟା ହେଉଛି ସ୍ତମ୍ଭ। এই ସ୍ତମ୍ଭର ଦୈର୍ଘ୍ୟଟା ବାହାରିବ। ସେ ପଚାରିଛି ସ୍ତମ୍ଭଟିର ଉଚ୍ଚତା ନିର୍ଣ୍ଣୟ କର। ଏ କେତେ ଉଚ୍ଚତା, ସ୍ତମ୍ଭଟିର ଉଚ୍ଚତା ମାନେ ଦୈର୍ଘ୍ୟ। ତାମାନେ ଏଠି ହେଲା ତାଳ ଗଛ, ସେ ନଇଁ ପଡ଼ିଲା ସେଇ ଏସି, ସେ ବି ସେଇ ଏକା ତାଳ ଗଛ, 20 ମିଟର ଦୈର୍ଘ୍ୟ, 20 ମିଟର। ସ୍ତମ୍ଭ ଥିଲା ତାଳ ଗଛ ମୂଳଠାରୁ 12 ମିଟର ଦୂରରେ। ତେଣୁ ଏବିଟା ହେଲା 12 ମିଟର। ଏଇଟା ହେଲା ସ୍ତମ୍ଭର ଉଚ୍ଚତା। ତେଣୁ ଏ ବି ସି ଗୋଟେ ସମକୋଣୀ ତ୍ରିଭୁଜ। এইটা ହେଲା ସମକୋଣ 90 ডিগ্ରୀ। এইটা ହେଲା ଭୂମି। এইଟା ବି ସି ହେଲା ଲମ୍ବ, ଏ ବି ଭୂମି। ତାହେଲେ ଏସି ତାଳ ଗଛ, ଏଠି ତାଳ ଗଛ ସମାନ। କର୍ଣ୍ଣ ଆମର ବାହାରିବ। ତାହେଲେ ଏଠି ତାଳ ଗଛର ଦୈର୍ଘ୍ୟ 20 ମିଟର, ସେଟା ଏସି ସଙ୍ଗେ ସମାନ। ଝଡ଼ରେ ନଇଁ ପଡ଼ିବାରୁ ବିସି ସ୍ତମ୍ଭର ଶୀର୍ଷରେ ଲାଗିଲା। ପବନ ହେଲା, ଝଡ଼ ବତାସ ହେଲା, ଏଇ ଦିଗରୁ ପବନ ହେଲା, ଏ ନଇଁ ପଡ଼ିଲା, ବିସି ସ୍ତମ୍ଭର ଶୀର୍ଷରେ ଲାଗିଲା। ତାହେଲେ ପ୍ରଶ୍ନ ଅନୁସାରେ ଏବିର ଦୂରତା ହେଉଛି 12 ମିଟର। স্তম্ভটা ଥିଲା ଗଛଠାରୁ 12 ମିଟର ଦୂରରେ, ଏବିର ଦୂରତା 12 ମିଟର। ଏବିସି ସମକୋଣୀ ତ୍ରିଭୁଜରେ, ତାହେଲେ ଏବିସି ସମକୋଣୀ ତ୍ରିଭୁଜ, এটা সমকোণ ସଂଲଗ୍ନ ବାହୁ, এটা ହେଲା ଭୂମି, এটা ହେଲା ଲମ୍ବ, এটা ହେଲା କର୍ଣ୍ଣ। ତେଣୁ এবি ଭୂମି ହେଲା 12 ମିଟର, ଏଠି ଏସି ତାଳ ଗଛ ହେଲା 20 ମିଟର। ତାହେଲେ ପିଥାଗୋରାସ ଉପପାଦ୍ୟ ଅନୁସାରେ ଲମ୍ବଟା ବାହାରିବ p = h² - b² ର ରୁଟ୍ ଓଭର। ତାହେଲେ 20 ର ସ୍କୋୟାର - 12 ର ସ୍କୋୟାର ର ରୁଟ୍ ଓଭର ସମାନ 20 ର ସ୍କୋୟାର ହେଉଛି 400, 12 ର ସ୍କୋୟାର ହେଉଛି 144। ଫେଟ୍ ଦେଲେ ହେବ 400 - 144, 256, ତାର ରୁଟ୍ ଓଭର 16 ମିଟର। ତାହେଲେ ଏଇଟା ହେଲା 16 ମିଟର। ସ୍ତମ୍ଭଟିର ଦୈର୍ଘ୍ୟ ହେଲା 16 ମିଟର। ତାହେଲେ ପଚାରିଥିଲା ସ୍ତମ୍ଭଟିର ଉଚ୍ଚତା ନିର୍ଣ୍ଣୟ କର। ଅତଏବ ସ୍ତମ୍ଭଟିର ଉଚ୍ଚତା 16 ମିଟର ଅଟେ। ଚିତ୍ର ବି କରିବ ଏଇଭଳିଆ ଚିତ୍ର ପରିମିତିରେ ଚିତ୍ର ନିହାତି ଦରକାର। ଚିତ୍ର ପ୍ରଶ୍ନ ପଢ଼ି ଚିତ୍ର ନ କରିପାରିଲେ ଆମେ ସମାଧାନ ଠିକରେ କରିପାରିବା ନାହିଁ। ତେଣୁ ଚିତ୍ର ଅନୁସାରେ ସମାଧାନ ଉତ୍ତର ବାହାର କରାଗଲା। ସ୍ତମ୍ଭଟିର ଉଚ୍ଚତା 16 ମିଟର ଲେଖାଗଲା। ଥ୍ୟାଙ୍କ ୟୁ।